বনবাস যাইଛନ୍ତି রাম আজি লক্ষ্মণ সীতা এক কাক কইরে রাম শুভ বারতা রাম শুভ বারতা বনবাস যাইଛନ୍ତି গো সীতা দেবী সীতা ଯେଉଁ ଦିନୁ ଯିବେ ତେଜି ଗୋପିକା ତେଜି ଜୀବନ ଗୋପିକା ତେଜି ଜୀବନ ଆହୁରି ବିପଦ ପଡ଼ିବ ସୀତା ନେବ ରାବଣ ଶୁଣ ଶୁଣ ପରାମ କାରୁହାଣୀ ସୀତାରାମଙ୍କର କହୁଛି ବାଣୀ ଲକ୍ଷ୍ମଣର ହେଲା ସେ ଶକ୍ତି ଭେଦ ସୀତା ହନୁଙ୍କର ହେଲା ବେରଣ ବାଳିବଧ ପାଇଁ ରାମର ବାଣୀ ସୁଗ୍ରୀବକୁ ଦେଲେ ଏଇରେ ଶୁଣି ଆଉ ପିଣ୍ଡ ହୋଇଲା ବ୍ରହ୍ମାଣ୍ଡ ପିଣ୍ଡ ହୋଇଲା ବ୍ରହ୍ମାଣ୍ଡ ଶୁଣି ଚାଲି ଆସିଲ ଡାକୁତି ତ ଜୀବନ हेलो 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 सभा तरफ प्रश्न आपण मानकु एई आपण माने आलोचना करिथिबा विषय रो कथा पदे पचारुची उभय बिणाकार कारवाणी मिसिकी कहिबे तापर सार माने पचारिबे सभाभंग करिवे हमर पूज्यस्पद जलंधर शिवंक मध्यरे युद्ध चलिला दी जण केही पराजित हेले नहीं काहीकि उभयंकर स्त्री जणे जणे सती से सतीत्व बलरे उभय केही काहाकू परास्त करि पारु नाहंती जलंधर प्रथमे गले पार्वतींकर सतीत्व नष्ट करिबाकू किंतु करि पारिले नाही एबे पाळी पडिला वृंदावतीर सतीत्व नष्ट करिबा पाई शेषरे निर्णय हैला विष्णु जाइचंती सतीत्व नष्ट करिबा को कार वृंदावतीर वृंदावती एवं विष्णुंकर मिलन रे गोटिए कन्याटिए जात हैला से कन्यार नाटा कोन जानिछ तो मिलन होइची बोली मिलन हेची सारेना मने पड़ू मिलन हेची वृंदावती विष्णु सेठी को पुराण कहूची जे छाई देखिकी सतीत्व नष्ट होला किंतु एमिति पुराण अछि जे दी जनकर उभयंकर मिलन हेची कन्याटिए जात हेची से कन्यार ना कोन कहंतु वृंदावती विष्णु
ତାଙ୍କର ପ୍ରେମ ହେଲା ପରେ ଗୋଟିଏ ଝିଅ ଜନ୍ମ ହେଲା ବୃନ୍ଦା ଶଶୀ। ହଉ ଆମ ଭାଇ ଦେବେ ଗୋଟିଏ, ଦିଅ ଆପଣ ଦିଅନ୍ତୁ ଗୋଟିଏ, ତ ସାର୍ ଦେବେ। ଭରତ ଯେଉଁ ବାଟୁଳି ଧରନ୍ତି ତା ଓଜନ ଦେଖେ। ଆପଣ କୁହନ୍ତୁ। 80 ଲକ୍ଷ ମୋହନ। ରାମାୟଣ ପଢ଼ି। ସାରିବା ଆମର ଆଉ ଯେହେତୁ ରାମାୟଣ କଥା ପଢିଛି କି ମହାଭାରତ କଥା ପଢିଛି ସବୁ ତ ଟାଣୁଆ ଗାୟକ ଦେବେ, ଖାଲି ତାଳଚେର ଆଇବୁ ପଇସା ନେବୁ ଭଲ ଦେବେ। କାରଣ ଏଇଆ ପଇସା ଭଲ ନା, ତେଣୁ ଆମେ ଯିବା ତାଳଚେର ଭଲ ପଇସା ନେବା। ଏଇଟା ଯେହେତୁ ରାମାୟଣ କଥା ଉଠିଛି, ପ୍ରଶ୍ନ ହେଲା ଯେ ରାବଣ, କୁମ୍ଭକର୍ଣ୍ଣ, ବିଭୀଷଣ ଏମାନେ ସେ ଗୋଟିଏ ସମ୍ପ୍ରଦାୟର ବ୍ୟକ୍ତି। ଏପଟେ ରାମଚନ୍ଦ୍ର, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଯୋଉଟା ପାଟିକୁ ନାହିଁ, ଠିକ ଅଛି। କିନ୍ତୁ ରାବଣର ଭାଇ ବିଭୀଷଣ କଣ ସୁବିଧା ଅଛି ଅସୁବିଧା ଅଛି, କଣ ଲାଭ କଣ କ୍ଷତି, ଯେ ସେ ଆସିକି ସବୁବେଳେ ଶରଣ ବସିଲା ରାମଚନ୍ଦ୍ରଙ୍କ ଠାରେ। ତେଣୁ ରାମଚନ୍ଦ୍ରଙ୍କର ଯୋଉ ପ୍ରକାର ଗୁଣ ଗାରିମା, ତାଙ୍କର ଯୋଉ ପ୍ରକାର ଚଳନୀ, ତାଙ୍କର ଯୋଉ ପ୍ରକାର ଢାଞ୍ଚା ପ୍ରକୃତି, ୟାଙ୍କ ସହିତ ମେଳ ଖାଇଲା ନାହିଁ। କାହା ସହିତ? ରାବଣ ସହିତ ମେଳ ଖାଇଲା ନାହିଁ। ତେଣୁ ସେ ବାଧ୍ୟ ହୋଇ ରାମଚନ୍ଦ୍ରଙ୍କ ସହିତ ରହୁଥିଲେ। ଏଇଥିପାଇଁ କହିଥିଲେ ଯୋଉ ବିଭୀଷଣ କିରେ ଭାତୃ ଦୁଇଟାକିରେ ତମ ଘର କଥା ଯାଇ ତୁ ତା ଆଡ କଥା କହୁଛୁ, ଏଇଟା ଭାଇ ଭାଇ ବିରୋଧୀ କଥାଟା କହୁଛି କି ନାହିଁ। ତେଣୁ ୟାର ମର୍ମ କଣ ଅଛି ସମସ୍ତେ ଜାଣନ୍ତି। ତେଣୁ ବିଭୀଷଣ ହଉଛି ଭାଇ ଗ୍ରହଭେଦୀ ବିଭୀଷଣ, ଭାଇ ଆମ ଗ୍ରହ କଥା ଆମ ଘର କଥା ଯାଇ ସବୁବେଳେ ରାମଚନ୍ଦ୍ର କହିଦଉଛି। ତେଣୁ କାରଣ କଣ ଯେ ସିଏ ତ ଏଇ ଅଂଶ ଲୋକ, ଇଏ ତ ଏଇ ଅଂଶ ଲୋକ, କିନ୍ତୁ ତାର ସାମଞ୍ଜସ୍ୟ ଏ ପାଖେ ନ ରହି ରାମଚନ୍ଦ୍ର ପଟେ କାହିଁକି ରହିଲେ? ସାରେ ସେଟା ସେ ରାମାୟଣରେ କଥା ଅଛି ଯେ ଲଙ୍କାରେ ରାବଣ ମଲା, ଅଯୋଧ୍ୟାରେ ରାଣ୍ଡ ହେଲା। ସେଇ ମନ୍ଥରା କଥାକୁ ନେଇକି ସାର୍ ଏଇ କଥାଟି କାରଣ ଅଛି। ଆଉ 2500 ଟଙ୍କା କହୁଛ ମୁଁ ଟାଣୁଆ ଗାଈ ହିସାବରେ ନେବି, ହେଟା କାହିଁ ଦଉନ? 4 ବୋତଲ ପାଣି ପିଇବି, 500 ମେଡଲ ନେବି। ଚାଲୁ ଦେଖନ୍ତୁ ଆଜ୍ଞା, ରାମଚନ୍ଦ୍ର ବିଭୀଷଣ କିପରି ଦୁଇ ଭାଇ ହେବେ, ଆଉ କାହିଁକି ସେ ରାବଣ ପାଖେ ନ ରହି ବିଭୀଷଣ ରାମଙ୍କ ପାଖେ ରହିଲା? ଦିନେ ଲଙ୍କାପୁରରେ ବେଙ୍ଗୁରା ଦେଇଛି କିଏ ନା ଦଶାନନ ରାବଣ। କହିଲା ଲଙ୍କାପୁରରେ ଯିଏ କହିବ ରାମ ନାମ ଜପିବ ତାର ଶିର ଛେଦନ କରିବ। ସମସ୍ତେ ଡରିକେ କହୁନାହାନ୍ତି କିଏ କହିବ? ମୁଁ କାହିଁ କହିବି ଆପଣଙ୍କ ନାଚ, ଆପଣ ମୋ ଶିର ଛେଦନ କରିବେ। କିନ୍ତୁ ରାବଣର ଭାଇ ହଉଛି ବିଭୀଷଣ, କିନ୍ତୁ ଏକରେ ରାମଙ୍କର ଭାଇ ହଉଛି ବିଭୀଷଣ, ରାମଙ୍କଠୁ ବଡ ହଉଛି ବିଭୀଷଣ। ଇଏ ପ୍ରତ୍ୟେକ ଦିନ ରାମ 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 ଜପୁଛି। କିଏ? ବିଭୀଷଣ। ବାର୍ତ୍ତା ଦେଲେ ରାବଣ ପାଖରେ, କହିଲେ ହେଲୋ ତମେ ଭଲ ଲୋକ, କହିଲା ଆମକୁ ତମେ ବନ୍ଦ କଲ ରାବଣ ରାମ ରାମ ଜପିବନି, ତମ ଭାଇ ତ ରାମ ରାମ ଜପୁଛି, ତାର ଶିର ଛେଦନ କରିବ। ସିଂହାସନ ଉପରେ ବସିଛି ଦଶାନନ ରାବଣ। କହିଲା ହେଇରା ବିଭୀଷଣ ତୁ ପରା ମୋ ଭାଇ? କହିଲା ହଁ ଭାଇ। କହିଲା ତୁ କାହିଁକି ତୁ ରାମ ରାମ ଜପୁଛୁ? ହସିଦେଲା। କିଏ? ବିଭୀଷଣ। ସରିଲା, ରାସ୍ତା ବନ୍ଦ। ଆଉ ତମେ ଟର୍ନ ଅଫ୍ କରଲ, ମୁଁ ଭାବିଲି ପଶିବ, ପଶି ପାଇଲନି। କୁହ ସାରା ଟିକେ ଶୁଣନ୍ତୁ। ସଲେଣ୍ଡର କାରଣ ହେଲା ଦଶରଥଙ୍କର ଔରସରୁ ବିଭୀଷଣ ଜନ୍ମ। ତେଣୁ ତାଙ୍କର ପୁତ୍ର ମାନଙ୍କ ସାଙ୍ଗରେ ଇଏ ପୁତ୍ର ରହିଲା, ତେଣୁ ଇନଡାଇରେକ୍ଟଲି ପୁତ୍ର ହେଇଛି। ଆଉ ସମସ୍ତ ମୁଁ ଜାଣିଛି ତମେ ଟାଣୁଆ ଗାୟକ, ତମେ ସାର୍ କହିଲ ମୁଁ ଜାଣିପାରିଲିନି କି? ମୁଁ ବୁଝିଲି, ମୁଁ
ଦଶରଥରୁ ବ୍ରହ୍ମଣ କେମିତି ନେଲା ରାବଣ? ରାଇଟ୍, ଏତେ ବେଳକୁ ବାକୁ ଆଇଲ, ଏତେ ବେଳକୁ ବାକୁ ଆଇଲ। ଦେବକ ସାଙ୍ଗେ କିପା କଳି ମୁଳୁ ମାରିଲା ଜୀବ ସରି। ତେଣୁ ମୋର କହିବା ମତଲବ, ମୋ କଥାଟା ବୁଝିଲ? ଶୁଣ ନାଇଁ, କଥା ବତା ନାଇଁ, ଶୁଣ ଏଟା କଥା ଅଛି ଯେ ଆମେ ତମକୁ ପ୍ରଶ୍ନ ଦେଲୁ ତମେ ବାଘ ଦେଖି ଧରିବ ତ ଧରିବ, ଯଦି ଆମେ ତମକୁ ନାହିଁ କଲୁ ତମେ ଗାୟକ ନା ବଜାରେ ତ ପ୍ରଶ୍ନର ଉତ୍ତର ଖଣ୍ଡିଆ ବିଡି ଦି ମୁହାଡି କହିକି ତମ ଆର ପଟେ ବୁଲି ପଡିବ, ଗାୟକ ଚାକିରି ନା। ତେଣୁ ଆମେ ତମକୁ ଧରିବୁ ଯେ ତମେ ଧଇଲ କି ଧରିନ, ଯଦି ନାହିଁ ଟର୍ନ ଅଫ୍ ଏପଟକୁ ପୁଷ୍ଟି ନେଲା। ସେ କହିଲା ଭାଇ ଆମ ସରେଣ୍ଡର, ଏଇଆ କଥା। ଆଉ ଗୋଟିଏ କଥା, ଯେହେତୁ ସୀତା କଥା ପଡିଥିଲା, ସୀତା ଯେତେବେଳେ ରାବଣ ନେଇଗଲେ ତାଙ୍କ ରାଜ୍ୟକୁ ସେ କେତେ ଦିନ ରଖିଥିଲେ? କେତେ ଦିନ ରଖିଥିଲେ କୁହ? ପାଟିରେ କୁହ। 365 ଦିନ। କେତେ 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 ଦିନ? 482 ଦେଖନ୍ତୁ ଆଜ୍ଞା, ରାବଣ ସୀତାକୁ କେତେ ଦିନ ଶିକା ବାଟିକା ରଖିଥିଲା? 14 ମାସ। ଠିକ ନା ଭୁଲ ସାର୍? 14 ମାସ କେତେ ଦିନ ଗଣିତ ଜଣା ପଡିବନି? ସାର ଏ 365 या 60। ଗାୟକ ଚାକିରି ତ ଅଛି। ହଉ ଗୋଟେ କଥା ଶୁଣ, ତମକୁ ପୁରାଣ ପ୍ରସଙ୍ଗରେ ଯାହା ପଚାରିଲା ଏବେ ତତ୍ତ୍ୱ ବାବଦରେ ପଚାରୁଛି। ଯଦି ଗାୟକର ଗାଇବା ଅଛି ଯଦି ନ ଜାଣିଛ ବି ଜାଣିବା ପାଇଁ ଚେଷ୍ଟା କରିବ। ଆଚ୍ଛା, ଓମ୍ ଯୋଉ ଶବ୍ଦଟା କୁହାଯାଉଛି, ଏଟା ଏ ଶବ୍ଦଟା କଣ? ଓମ୍ ଯୋଉ କୁହାଯାଉଛି ଏଟା ହଉଛି ତ୍ରୟ ମାତ୍ରାର ସନ୍ନିବେଶିତ, ଏଟାକୁ ପ୍ରଣବ କୁହାଯାଏ। ଓଙ୍କାର ଏକ ପ୍ରଣବ ତତ୍ତ୍ୱ। ଓ ଉ ମ ତିନିଟାର ସମ୍ମିଶ୍ରଣରେ ଓମ୍ ଶବ୍ଦଟା ସୃଷ୍ଟି ହେଇଛି। ଏଟାକୁ ପ୍ରଣବ କୁହାଯାଏ, ପ୍ରଣବ ମାତ୍ରା କୁହାଯାଏ। ତେଣୁ କିନ୍ତୁ ଏଟା ଓ ଉ ମ କହିଲି ଯେ ଓଙ୍କାରଟା ତିଆରି ହେଲା। ରାମଟା ଏକ ଓଙ୍କାର ତତ୍ତ୍ୱ। ଯୋଉ ବିଷୟ ପୁରାଣକୁ ଯାଉନି, ରାମ ଶବ୍ଦର କଥା କହୁଛି, ଏଟା ଓଙ୍କାର ତତ୍ତ୍ୱ। କାହିଁକି ନା ଦଶରଥ ଜନ୍ମ ନ ହେବା ପୂର୍ବରୁ ଆମର ଦସ୍ୟୁ ରତ୍ନାକର ବାଲ୍ମୀକିକୁ ଶିଷ୍ୟ ରୂପେ ଗ୍ରହଣ କରି, ଏ ଯୋଉ ଦସ୍ୟୁ ରତ୍ନାକରକୁ ଶିଷ୍ୟ ରୂପେ ଗ୍ରହଣ କରି ରାମ ଶବ୍ଦ ସେ କହିଥିଲେ, ମୋରା ମୋରା କହିବୁ, ମୋ କହିଲେ ରା କହିବୁ। ତାର ବି ତାତ୍ପର୍ଯ୍ୟ ଅଛି, ସେଟା ବାବଦକୁ ମୁଁ ଯାଉନି। ରାମ ଏକ ପ୍ରଣବ ମାତ୍ରା, ର ଯୁକ୍ତ ଆ ଯୁକ୍ତ ମ। ତେଣୁ ଓଙ୍କାର ତତ୍ତ୍ୱରେ କିଏ ଆସୁଛି? ବ୍ରହ୍ମା, ବିଷ୍ଣୁ, ଶିବ। ତେଣୁ ଏ ତ୍ରୟ ମାତ୍ରାର ତିନିଟା ହଉଛି ରହୁଛି, ବହୁଛି ଅଂଶ ବିଶେଷର ଶକ୍ତି ସମାରୋହର ଓଙ୍କାର ତତ୍ତ୍ୱ ତିଆରି ହେଇଛି ସୃଷ୍ଟି ତତ୍ତ୍ୱରେ। ଓ ଉ ମ ଯୋଉଟାକି 17ତମ, ଏଇ ଯୋଉ ସିଷ୍ଟମଟା ହେଇଛି এইটা রাম শব্দরে আছে র যুক্ত আ যুক্ত ম দেখে এটা প্রমাণ করে এটা ব্রহ্মা বিষ্ণু শিব কেন্দ্র আসছে স্কন্দ জামলা তন্ত্র গোটে বহি আছে 4400 তা দালে সেটা লেখা যাইছি রেফগ্নি রহেম ভক্ত বিষ্ণু শ্যাম মৌচ্যতে আবৈর মধ্যে গো ব্রহ্মার বিরাকার তেণু রেফগ্নি রহেম ভক্ত অগ্নির সংকেত কি হল রুদ্র বিষ্ণু শ্যাম মৌচ্যতে আবৈর মধ্যে গো ব্রহ্মার বিরাকার কହୁଥିଲି র যুক্ত আ যুক্ত ম ତେଣୁ ତତ୍ତ୍ୱଭିତ୍ତିକ ବିଚାରକୁ ନିଆଯିବ। ଆଉ ଗୋଟେ କଥା କହୁଛି ଶିବ ଯୋଉ ରାମକୁ ଯେତେବେଳେ ହଉଛି ଆମର ଦଶରତ୍ନାକର କହିଲେ ଯେ ମରା ଶବ୍ଦ କର ବା ରାମ କଲେ ମରା ମରାମ କହିଲେ ରାମ ରାମ ବି ହେଇଛି। ସେତେବେଳୁ ତ ରାମ ଜନ୍ମ ହେଇନଥିଲେ ଦଶରଥ ଜନ୍ମ ହେଇନଥିଲେ। ସେ କୋଉ ଆଧାରରେ ରାମ ଶବ୍ଦଟାକୁ ତାକୁ ଜପିବା ପାଇଁ କୁହାଯାଏ ଯେ ବ୍ୟୁତ୍ପତ୍ତି କରି ବିପରୀତାର୍ଥକ ଯେ ର ଯୋଉ ରାମ କହିବୁନି ମୋରା କହିବ ଆରେ ଯୋଉ ଲୋକ ମ କହୁଛି ରା କହୁଛି ସେ ରା କହି ମ କହିବନି ଏହାର ତାତ୍ତ୍ୱିକ ଦୃଷ୍ଟିକୋଣ କଣ? ତେଣୁ ୟାର ଉତ୍ତରଟା ବି ଶୁଣ ଯେ ମୋରା ମକାର ଭାନୁ ବୀଜ ସାତ ସଦମ୍ବ ପରିପୁଷତମ ରାକାର ଚନ୍ଦ୍ର ବୀଜ ସାତ ବେଦ ଶାସ୍ତ୍ର ପ୍ରକାଶକ
ମୋ ଶବ୍ଦ ଯେତେବେଳେ ଉଚ୍ଚାରଣ ହୁଏ ଶରୀର ଭିତରେ ଯାହା ବିଘଟନ ଥାଏ ତାର ବହିର୍ବାରଣ ହୁଏ, ସେଟା ବହିଷ୍କାର ହୁଏ। ରା ଶବ୍ଦ କଲମ ହଉଛି ମୋ କଲମ ଜିନିଷ ବାହ୍ୟ ଶକ୍ତି ବା ଖରାପ ଜିନିଷ ବହିଷ୍କାର ହୁଏ। ରା କହିଲେ ଶୁଦ୍ଧତା ଗ୍ରହଣ କରାଯାଏ। କିନ୍ତୁ ଶ୍ଲୋକର ଅର୍ଥ ହେଲା ମୋକାର ଭାନୁ ବୀଜ ସାତ ସଦମ୍ଭ ପରିପୁରୁଷୋତ୍ତମ। ମୋ ଶବ୍ଦ କହିଲା ବେଳକୁ ଅଜ୍ଞାନ ଭିତରେ ଅନ୍ଧାର ଭିତରେ ଏକ ଆଲୋକର ବର୍ତ୍ତିକା ସୃଷ୍ଟି ହୁଏ। ଅଜ୍ଞତା ଭିତରେ ଏକ ଜ୍ଞାତ ସାରର ବ୍ୟବସ୍ଥାପନା ହୁଏ। ରାଶବ୍ଦ ଚନ୍ଦ୍ର ବୀଜ ସାତ ବେଦ ଶାସ୍ତ୍ର ପ୍ରକାଶକ। ରା ଶବ୍ଦ ଯେତେବେଳେ ପ୍ରବେଶ ହୁଏ ଚନ୍ଦ୍ରବିନ୍ଦ ବିଭ ଭଳି ଶାନ୍ତ କାନ୍ତ କମନୀୟ ବିଚାରଧାରା ଭିତରେ ଏକ ଶୁଦ୍ଧ ପ୍ରଜ୍ଞାନ ସୃଷ୍ଟି ହୁଏ, ଯାହାକୁ ଆଧାର କରି ତେଣୁ ତତ୍ଵକୁ ଆଧାର କରି ବହୁ ଜିନିଷ ଅଛି। ତେଣୁ ତମର ରେଜଲ୍ଟଟା ମୁଁ ଡିକ୍ଲାର କରୁଛି ଗୋଟେ। ଆନନ୍ଦ କହ ତମେ ଝଗଡ଼ା ଦେବା କଥା ଢେକି ଦେ ଦୁଲେ କଲେ ସମୟ ଫୁଟାଇ ଧାନ ତମେ ପଦେ କଲେ ସେ ଡୁଆ ଧରିବେ, ଇଏ ପଦେ କଲେ ସେ ଡୁଆ ଧରିବେ, ଶେଷ ସମାପ୍ତି କରିବେ। ହଁ ତମେ ଡୁଆ ତମେ ଦେବ ଢେକି ଦେ ଦୁଲେ କଲେ ସମୟ ଫୁଟାଇ ଧାନ ପଦେ କହିବ ସେ ଡୁଆ ଧରିବ, ସିଏ ପଦେ କଲେ ଡୁଆ ଧରିବ। ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାମ ଜଗନ୍ନାଥାୟ ତେ ନମଃ। ପୁଣ୍ୟ ବତାରସ୍ୟ ଶ୍ୟାମ ରାମ ରାଘବ ଅଂସା ନୃସିଂହ କୃଷ୍ଣଦା ରାଘବ ଭଗବାନ ସ୍ୱୟଂ। ଭଲ ଫଟୋ ଉଠେଇବ ନା ତ ଛାଡୁଛି କିବା ଉଠିବ ରେ। ହଁ ଫଟୋ ଭଲ ହେଇଯିବ। ଆମର ସାଇଡ ଭାଇରା କରି ଦો ତାକୁ ତମର ସେ ଫୋନ ରେ ପଳେଇ ଗଲା କି? हेलो ଫୋନ କରି नमस्ते सिद्ध सेनानी आर्य मंदर वासिनी कपिल कृष्ण पिंगली नारायणी।